ଚତୁର୍ଥ ଏକକ ତୃତୀୟ ଭାଷା ରୂପରେ ସଂସ୍କୃତର ଶିକ୍ଷାଦାନ ଓ ଶିକ୍ଷଣ। 4.1 ପ୍ରାଥମିକ ସ୍ତରରେ ସଂସ୍କୃତ ଶିକ୍ଷାର ପ୍ରାଧାନ୍ୟ। 4.2 ସଂସ୍କୃତ ଶିକ୍ଷଣର ଉଦ୍ଦେଶ୍ୟ ଓ ଲକ୍ଷ୍ୟ। 4.3 ସଂସ୍କୃତ ଶିକ୍ଷା ନିମନ୍ତେ ସୁଗମ କୌଶଳ। ପ୍ରଥମ ଅଧ୍ୟାୟ ପ୍ରାଥମିକ ସ୍ତରରେ ସଂସ୍କୃତ ଭାଷାର ପ୍ରାଧାନ୍ୟ। 4.1 ସଂସ୍କୃତ ଭାଷାର ଉପରିକାଳ। 4.1.2 ସଂସ୍କୃତ ଭାଷାଇ ଶ୍ରେଣୀ ବିଭାଗ। 4.1.3 ବିଶ୍ୱ ଭାଷାକୁ ସଂସ୍କୃତର ଅବଦାନ। 4.1.4 ଭାରତବର୍ଷରେ ସଂସ୍କୃତ ଭାଷାର ଗୁରୁତ୍ୱ। 4.1.5 ଓଡ଼ିଶାରେ ସଂସ୍କୃତ ଶିକ୍ଷା। 4.16 ବିଦେଶରେ ସଂସ୍କୃତ ଶିକ୍ଷା। ଜୀବଜଗତରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ। ସେ ସ୍ୱକୀୟ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ବହୁବିଧ ସୁଗମ ମାର୍ଗର ଅନୁସନ୍ଧାନ କରିଛି। ବର୍ତ୍ତମାନ ମଧ୍ୟ ସେହି ପ୍ରୟାସକୁ ଅଧିକରୁ ଅଧିକତର ସରଳ କରିବା ପାଇଁ ତାର ଚେଷ୍ଟା ଅବ୍ୟାହତ ରଖିଛି। ଏତଦ୍ବ୍ୟତୀତ ଦୃଶ୍ୟମାନ ଅନ୍ୟ ଜୀବମାନେ ସେମାନଙ୍କ ମାନସିକ ଓ ଶାରୀରିକ ଶକ୍ତିକୁ ପ୍ରୟୋଗ କରନ୍ତି। ମାନବ ସମାଜର ବ୍ୟବସ୍ଥିତ କାର୍ଯ୍ୟପନ୍ଥା, ବୌଦ୍ଧିକ ପ୍ରସାରଣ ତଥା ପାରିପାର୍ଶ୍ୱିକ ଦକ୍ଷତା ଫଳରେ ତାର ବହୁକାଳର ଚେଷ୍ଟା ଜନିତ ଅଭିଜ୍ଞତାକୁ ଭାଷା ମାଧ୍ୟମରେ ଉଜ୍ଜୀବିତ କରି ପରବର୍ତ୍ତୀ ବଂଶଧରକୁ ଯେଉଁ ଅମୃତମୟୀ ଚିନ୍ତାଧାରା ପ୍ରଦାନ କରି ଆସୁଅଛି, ତାର ମୂଲ୍ୟାଙ୍କନ କିଏ କରିପାରିବ? ଭାଷା ମଧ୍ୟରେ ସଂସ୍କୃତ ଭାଷା ଅତି ପ୍ରାଚୀନ ବୋଲି ପ୍ରମାଣ କରାଯାଇଛି। ମାନବ ଜାତି ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖିଥିବା ଭାଷାମାନଙ୍କ ମଧ୍ୟରେ ସଂସ୍କୃତ ଭାଷାକୁ ପ୍ରାଚୀନ ସଂଯୋଗକାରୀ ଭାଷା ଭାବେ ଭାଷାବିତ୍ରମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି।